ଗାଧେଇବା ପଡ଼ିଲା ମହଙ୍ଗା। 2 ଘଣ୍ଟା ପରେ ପାଣିରୁ ବାହାରିଲା ନାବାଳକର ମୃତଦେହ। ରାଉରକେଲା ସହରର ଦେଓଗାଁ ଅଞ୍ଚଳରେ ଥିବା ତାରକେରା ପମ୍ପ ହାଉସରେ 4 ଜଣ ସାଙ୍ଗ ଘରେ ନ କହି ଗାଧୋଇବା ପାଇଁ ଆସିଥିଲା ବେଳେ 4 ଜଣ ସାଙ୍ଗଙ୍କ ଭିତରୁ ଜଣେ ନାବାଳକ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଓ ରାଉରକେଲା ଅଗ୍ନିଶମ ବାହିନୀ ଏବଂ ପାନପୋଷ ଅଗ୍ନିଶମ ବିଭାଗ 2ଟି ଟିମ୍ ପାଣି ଭିତରକୁ ଯାଇ ଖୋଜାଖୋଜି ଆରମ୍ଭ କରିଥିଲେ। 2 ଘଣ୍ଟା ପରେ ପାଣି ଭିତରୁ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ନାବାଳକ ରାଉରକେଲା ସହରର STI ଅଞ୍ଚଳର ଆଶିଷ ଗିରି ବୋଲି ଜଣାପଡ଼ିଛି। ସେ ଏକ ଇଂରାଜୀ ମାଧ୍ୟମର 8ମ ଶ୍ରେଣୀର ଛାତ୍ର ବୋଲି ସୂଚନା ମିଳିଛି। अरे आशीष कहला कि देखिले बाट से तुम एसो बाट के देखिलो तुम आशीष देखिला। राउरकेलारू लवकिशोर नायक रिपोर्ट, नागराज न्यूज।